ସାଲେପାଲି ଅନ୍ଧାରିବାଞ୍ଜି ମଝିରେ କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସାଲେପାଲି ଅନ୍ଧାରିବାଞ୍ଜି ମଝିରେ ଏମିତି ଘଟିଛି ଏକ ଘଟଣା। ସୂଚନା ଅନୁସାରେ ସାଲେପାଲି ଗାଁର ବୈଶାଖୁ ମିର୍ଦ୍ଧା ନାମକ ଜଣେ ବ୍ୟକ୍ତି ଟ୍ରାକ୍ଟର ଧୋଇବା ପାଇଁ କେନାଲକୁ ଆସିଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି କେନାଲ ଭିତରକୁ ପଶି ଯାଇଥିଲା, ଯାହାଫଳରେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ଟ୍ରାକ୍ଟର ଚାଳକ। ତେବେ ଘଟଣାସ୍ଥଳରେ ଶତାଧିକ ଲୋକଙ୍କ ସମାଗମ ହୋଇଥିବା ବେଳେ ଏକ ଜେସିବି ସହାୟତାରେ ଉକ୍ତ ଟ୍ରାକ୍ଟରଟିକୁ ଆଣିବାର ପ୍ରୟାସ ଜାରି ରଖିଛନ୍ତି ସ୍ଥାନୀୟ ଲୋକେ। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।